ପିଲାମାନେ ଆଜି ଆମେ ଦେଖିବା ଓଡ଼ିଶାର ପ୍ରଥମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗଜପତି କୃଷ୍ଣଚନ୍ଦ୍ର ଦେବ, ପ୍ରଥମ ଓଡ଼ିଆ ରାଜ୍ୟପାଳ ଡକ୍ଟର ହରେକୃଷ୍ଣ ମହତାବ, ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍ ଉତ୍କଳ ଗୌରବ ମଧୁସୂଦନ ଦାସ, ପ୍ରଥମ ଓଡ଼ିଆ ଡାକ୍ତର ସୁରେନ୍ଦ୍ର ନାରାୟଣ ଆଚାର୍ଯ୍ୟ, ପ୍ରଥମ ଓଡ଼ିଆ ଇଞ୍ଜିନିୟର ମାଧବ ଚନ୍ଦ୍ର ପଟ୍ଟନାୟକ, ପ୍ରଥମ ଓଡ଼ିଆ ଓକିଲ ଉତ୍କଳ ଗୌରବ ମଧୁସୂଦନ ଦାସ, ପ୍ରଥମ ଓଡ଼ିଆ କବି ଆଦିକବି ଶାରଳା ଦାସ, ହାଇକୋର୍ଟ ପ୍ରଥମ ବିଚାରପତି ଶ୍ରୀଯୁକ୍ତ ବୀରକିଶୋର ଦାସ, ପ୍ରଥମ ଓଡ଼ିଆ ବାରିଷ୍ଟର ବିଶ୍ୱନାଥ ଦାସ, ପ୍ରଥମ ଓଡ଼ିଆ ICS ନୀଳମଣି ସେନାପତି, ପ୍ରଥମ ଓଡ଼ିଆ ନାରୀ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ, ପ୍ରଥମ ନାରୀ ମନ୍ତ୍ରୀ ବସନ୍ତ ମଞ୍ଜୁରୀ ଦେବୀ, ପ୍ରଥମ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ, ପ୍ରଥମ ମହାବିଦ୍ୟାଳୟ ରେଭେନ୍ସା କଲେଜ, ପ୍ରଥମ ଆକାଶବାଣୀ କେନ୍ଦ୍ର କଟକ 1948 ସ୍ଥାପିତ ହୋଇଥିଲା, ପ୍ରଥମ ସିନେମା ହଲ୍ ସୀତାରାମ ବିଳାସ ଟିକେଜ ବ୍ରହ୍ମପୁର, ପ୍ରଥମ ବନ୍ଦର ଚାନ୍ଦବାଲି, ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ 1934 ମସିହାରେ ହୋଇଥିଲା, ପ୍ରଥମ ଭାରତୀୟ ଓଡ଼ିଆ କ୍ରିକେଟ ଖେଳାଳି ଦେବାଶିଷ ମହାନ୍ତି। ଆମ ରାଜ୍ୟ ଓଡ଼ିଶା କେବେ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା? କମେଣ୍ଟରେ ନିଶ୍ଚୟ ଜଣାଇବେ। ଧନ୍ୟବାଦ।